এই ଦୀପାବଳିଟା ଆସିଲେ ନା ପିଲାଦିନର କଥା ଭାରି ମନେ ପଡ଼େ ଆଜ୍ଞା। ସେତେବେଳର ଦୀପାବଳି ଆଉ ଆଜିର ଦୀପାବଳିରେ ଅଛି ଅନେକ ଫରକ। ଆଜି ସମସ୍ତେ ବାଣ ଫୁଟାଉଥିଲେ, ସବୁଆଡ଼େ ଖାଲି ଢୋ ଢା ଶବ୍ଦ ଆଉ ସବୁଆଡ଼େ ଆଲୋକମୟ। କିନ୍ତୁ ସେଦିନର ଖୁସିକୁ ଯେତେ ଖୋଜିଲେ ବି ସେ ଖୁସି ମିଳିବାର ନାଁ ନେଉନଥିଲା। ସବୁ ଗଳି ସବୁ ରାସ୍ତାରେ ସେ ପୁରୁଣା ଦିନର ସ୍ମୃତିଗୁଡ଼ାକୁ ଖୋଜି ଚାଲିଥିଲି, ହେଲେ ସେ ଖୁସିଟା କୋଉ ଏକ ଅଜଣା ଗଳିରେ ହଜିଯାଇଥିଲା କେଜାଣି, ଯେତେ ଖୋଜିଲେ ବି ମିଳୁନଥିଲା। ତାରି ଭିତରେ ଆଜିର ଦୀପାବଳିରେ ସେଦିନର କଥା ଭାରି ମନେ ପଡ଼ିଗଲା। ଓଃ, ଦୀପାବଳି ଆସିଲେ କି ଖୁସି! ବାଣ କିଣିବା ପାଇଁ ବାପାଙ୍କ ସାଥିରେ ବଜାର ଯିବାର ଯେଉଁ ମଜା, ଆଉ ବଜାରରେ ପହଞ୍ଚି ବାପା ଯାଇ ବାଣ ଦୋକାନୀକି କହିଦିଅନ୍ତି ସେ କ'ଣ ବାଣ ନେବ ତାକୁ ଦେଇଦିଅ ଭାଇ। ବାଣ କିଣିଲା ବେଳେ କି ଖୁସି! ବାଣ ଦୋକାନ ଗଲେ କ'ଣ କ'ଣ ବାଣ ଆଣିବ ଆଗରୁ ଭାବିକି ରଖିଦେଇଥାଉ, ଆଉ ବାଣ କିଣି ଆଣି ଘରକୁ ଆସିଲା ପରେ ତାକୁ ଶୁଖେଇ ଦେଇ ସାଇତିକି ରଖିଦେଉ। ଦୀପାବଳି ଦିନ ଦ୍ୱିପହରରେ ପଡ଼େ ପଇଆ ପିଣ୍ଡ, କେତେ ପ୍ରକାରର ପିଠା ସାଙ୍ଗକୁ ତାଳ ସଜର ସେ ଭୋଗ। ଆମେ ଚାତକ ପରି ଅନେଇ ବସିଥିବୁ କେତେବେଳେ ବ୍ରାହ୍ମଣର ସେ ପିଣ୍ଡ ସରିବ, ଗଇଁଠା ପିଠା ଆଉ ମଣ୍ଡା ପିଠା ସାଙ୍ଗକୁ ତାଳ ସଜର ସେ ଭୋଗ ଖାଇବାକୁ। ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଏ ବାଣ ଫୁଟା। ଏମିତି ବାଣ ଫୁଟେଇ ଫୁଟେଇ ହାଲିଆ ହେଇଯାଉ, ଆଉ ଶେଷରେ କାଉଁରିଆ ଖାଡ଼ି ଧରି ବାହାରି ଯାଉ ପଇଆ ଡାକିବାକୁ। ସବୁ ପଡ଼ିଶା ଏକାଠି ହେଇ ଗୋଟେ ଜାଗାରେ ପଇଆ ଡାକୁ। ପଇଆ ଡାକିଲା ବେଳେ ସମସ୍ତେ ସେ ଖାଡ଼ିକୁ ଧରି ପୂର୍ବପୁରୁଷଙ୍କ ନାଁ ଧରି ଡାକି ଚାଲନ୍ତି, କିନ୍ତୁ ଆମକୁ ତ ଜଣା ନଥାଏ ସମସ୍ତଙ୍କ ନାଁ। ସେଥିପାଇଁ ଆମେ ଲାଷ୍ଟରେ ଖାଲି ହୋ ହୋ ହଉ। ଶେଷରେ ଯାହା ପାଖରେ ଯାହା ବାଣ ଥାଏ ସବୁ ସେଇଠି ସାଥି ହେଇ ଫୁଟେଇ ଦେଉ। ଅନେକ ଦୃଷ୍ଟାମି ଆଉ ଅନେକ ଉତ୍କଣ୍ଠା ଭିତରେ ଏଇ ଦୀପାବଳିଟା କେତେବେଳେ ଆସିଯାଏ ଆଉ କେତେବେଳେ ଚାଲିଯାଏ ତାର ହିସାବ ନଥାଏ। ଆଉ ଆଜିର ଦୀପାବଳିରେ ମୁଁ ଥିଲି ଭୁବନେଶ୍ୱରରେ, ହେଲେ ସହର ଆଉ ଗାଁ ଭିତରେ ଥିଲା ଅନେକ ଫରକ। କିନ୍ତୁ ସତ କହିବେ, ଆଗ ଭଳି କ'ଣ ଆଉ ଗାଁରେ ସେ ଦୀପାବଳି ପାଳନ ହେଉଛି? ସେ ଖୁସି କ'ଣ ଆଉ ସତରେ ଅଛି? ସହର ଭଳି ଏବେ ଗାଁରେ ବି ଯିଏ ଯାହା ଘରେ ବାଣ ଫୁଟେଇବାରେ ବ୍ୟସ୍ତ। ଆଉ ଆଗ ଭଳି ସନ୍ଧ୍ୟା ହେଲେ ପଇଆ ଡାକିବାକୁ ଏକାଠି ହେଉନାହାନ୍ତି। ସମସ୍ତେ ନିଜ ନିଜ ଘର ଦାଣ୍ଡରେ ପଇଆ ଡାକୁଛନ୍ତି, ତ କିଏ କିଏ ସେ ପରମ୍ପରାକୁ ପୁରାପୁରି ଭୁଲି ଗଲେଣି। କିଛି ପିଲାଦିନର ସ୍ମୃତି ଆଉ ଅନୁଭୂତି ଗୁଡ଼ା ଯେମିତି ଯାହା ଖାଲି ମନ ଭିତରେ ରହିଯାଇଛି ସିନା, ସେ ଖୁସିକୁ ଖୋଜିଲେ କ'ଣ ସେ ଖୁସି ଆଉ ମିଳୁଛି? ନା ଆଗ ଭଳି ସେ ପରମ୍ପରା ଆଉ ଉଜ୍ଜୀବିତ ଅଛି? କିଛି ପୁରୁଣା ଦିନ, କିଛି ପୁରୁଣା ସ୍ମୃତିକୁ ଖାଲି ମନେ ପକାଇବା ଛଡ଼ା ଆଉ କ'ଣ କିଛି କରିପାରୁଛନ୍ତି? ସତ କହିବେ, ଆପଣଙ୍କର କ'ଣ ସେ ପିଲାଦିନରେ ବିତେଇଥିବା ଦୀପାବଳି କଥା ମନେ ପଡ଼େନି? ଯଦି ମନେ ପଡ଼ୁଥିବ ତେବେ କମେଣ୍ଟ କରି ଜଣାଇବାକୁ ଜମାରୁ ଭୁଲିବେନି। 22 ଅକ୍ଟୋବର ସବୁଦିନ ରାତି 9ଟାରେ ଆରମ୍ଭ ହେବାକୁ ଯାଉଛି ବଣ୍ଟି ବବୁଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ, କେବଳ ଆପଣଙ୍କ ଷ୍ଟୋରି ୱିଥ୍ ପ୍ରତାପରେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।